ବର୍ତ୍ତମାନ ଆମେ ଏହି ପାଠର ଅଭ୍ୟାସ ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। ଦେଖ ପିଲାମାନେ, ଆମେ କିପରି ଉଦ୍ଭିଦ ପ୍ରାଣୀ ଉପରେ ନିର୍ଭରଶୀଳ? ଏହାର ଉତ୍ତର ଲେଖିବା। ଆମେ ଖାଦ୍ୟ, ଫଳ, ପନିପରିବା, ଔଷଧ, କାଠ ଏବଂ ଅମ୍ଳଜାନ ପାଇଁ ଉଦ୍ଭିଦ ଉପରେ ନିର୍ଭର କରୁ। ସେହିପରି କ୍ଷୀର, ପରିବହନ, ସୁରକ୍ଷା ପାଇଁ ଆମେ ପ୍ରାଣୀମାନଙ୍କ ଯଥା ଗାଈ, କୁକୁର ଉପରେ ନିର୍ଭର କରୁ। ଖ ନମ୍ବର, ଆମ ପରିବେଶରେ ଥିବା ବିଭିନ୍ନ ଉଦ୍ଭିଦ ପ୍ରାଣୀମାନଙ୍କର ଆମେ କିପରି ଯତ୍ନ ନେବା ଉଚିତ? ଆମ ପରିବେଶରେ ଥିବା ବିଭିନ୍ନ ଉଦ୍ଭିଦ ପ୍ରାଣୀମାନଙ୍କର କିପରି ଯତ୍ନ ନେବା? ଉତ୍ତର ଲେଖିବା। ପ୍ରାଣୀମାନଙ୍କର ଯତ୍ନ, ଖାଦ୍ୟ, ପାନୀୟ, ପ୍ରାଣୀମାନଙ୍କୁ ଠିକ୍ ସମୟରେ ପୁଷ୍ଟିକର ଖାଦ୍ୟ ଏବଂ ବିଶୁଦ୍ଧ ପାଣି ଦେବା ଉଚିତ। ବିଶେଷ କରି ଖରାଦିନେ ପକ୍ଷୀ, ବୁଲା ପଶୁମାନଙ୍କୁ ପାଇଁ ଘର ବାହାରେ କିମ୍ବା ଛାତ ଉପରେ ପାଣି ରଖିବା ଉଚିତ। ନିରାପଦ ସ୍ଥାନ, ଗୃହପାଳିତ ପ୍ରାଣୀମାନଙ୍କୁ ଖରା, ବର୍ଷା, ପ୍ରବଳ ଶୀତରୁ ରକ୍ଷା କରିବା ପାଇଁ ପରିଷ୍କାର ତଥା ସୁରକ୍ଷିତ ଆଶ୍ରୟସ୍ଥଳୀ ଯୋଗାଇ ଦେବା ଆବଶ୍ୟକ। ଚିକିତ୍ସା, ପଶୁପକ୍ଷୀମାନେ ରୋଗରେ ପଡ଼ିଲେ, ଆହତ ହେଲେ ତୁରନ୍ତ ପଶୁ ଡାକ୍ତରଙ୍କ ଦ୍ୱାରା ସେମାନଙ୍କ ଚିକିତ୍ସା କରାଇବା ଉଚିତ। 4. ଦୟା ସ୍ନେହ, କୌଣସି ପଶୁପକ୍ଷୀକୁ ବାଡ଼ାଇବା, ଟେକା ପକାଇବା କିମ୍ବା ହଇରାଣ କରିବା ଉଚିତ ନୁହେଁ। ସେମାନଙ୍କ ପ୍ରତି ସ୍ନେହ, ଦୟାଭାବ ଦେଖାଇବା ଆବଶ୍ୟକ। ସେହିଭଳି ଉଦ୍ଭିଦମାନଙ୍କର ଯତ୍ନ କିପରି ନେବା? ଗଛଲତା ଓ ଗଛ ଲଗାଇବା ଏବଂ ପାଣି ଦେବା। ଆମ ଘର ଚାରିପାଖରେ କିମ୍ବା ଫାଙ୍କା ଜାଗାରେ ନୂଆ ଗଛ ଲଗାଇବା ଉଚିତ। ଗଛଗୁଡ଼ିକୁ ବଞ୍ଚାଇ ରଖିବା ପାଇଁ ନିୟମିତ ଭାବରେ ସକାଳେ ସଞ୍ଜରେ ପାଣି ଦେବା ଉଚିତ। ସେହିଭଳି ସାର, ଖତ ଦେବା। ଗଛରେ ଭଲ ବୃଦ୍ଧି ପାଇଁ ମୂଳରେ ଜୈବିକ ଖତ, ସାର ପ୍ରୟୋଗ କରିବା ଆବଶ୍ୟକ ଏବଂ ବେଳେବେଳେ ଘାସ ବାଛିଦେବା ଉଚିତ। 3 ନମ୍ବର, ଗଛ ନ କାଟିବା। ଅଜାଣତରେ ଗଛ ନ କାଟିବା। ଅକାରଣରେ ଗଛ ହାଣିବା ବା କାଟିବା ଅନୁଚିତ। ଗଛର ଫୁଲ, ପତ୍ରକୁ ଅଯଥାରେ ଛିଣ୍ଡାଇ ନଷ୍ଟ କରିବା ଉଚିତ ନୁହେଁ। ସୁରକ୍ଷା ଦେବା। ଗାଈ, ଗୋରୁ କିମ୍ବା ଛେଳି ଯେପରି ଛୋଟ ଗଛକୁ ଖାଇ ନଷ୍ଟ ନ କରନ୍ତି, ସେଥିପାଇଁ ଗଛ ଚାରିପାଖରେ ବାଡ଼ ବା ଘେରର ବ୍ୟବସ୍ଥା କରିବା ଉଚିତ। ଗ ନମ୍ବର ପ୍ରଶ୍ନ, ଉଦ୍ଭିଦ ଓ ପ୍ରାଣୀମାନେ କିପରି ଆମ ଉପରେ ନିର୍ଭର କରନ୍ତି? ଲେଖିବା। ଉଦ୍ଭିଦମାନେ କିପରି ନିର୍ଭର କରନ୍ତି? ଖାଦ୍ୟ ପ୍ରସ୍ତୁତି, ଅଙ୍ଗାରକାମ୍ଳ ବାଷ୍ପ। ଆମେ ନିଶ୍ୱାସରେ ଛାଡ଼ୁଥିବା ଅଙ୍ଗାରକାମ୍ଳ ବାଷ୍ପକୁ ଗ୍ରହଣ କରି ଉଦ୍ଭିଦମାନେ ନିଜର ଖାଦ୍ୟ ପ୍ରସ୍ତୁତ କରନ୍ତି। ଯଦି ଆମେ ଏବଂ ଅନ୍ୟ ପ୍ରାଣୀମାନେ ନଥାନ୍ତେ, ତେବେ ଗଛଗୁଡ଼ିକ ଖାଦ୍ୟ ତିଆରି କରିବା ପାଇଁ ଆବଶ୍ୟକ ଅଙ୍ଗାରକାମ୍ଳ ମିଳିପାରନ୍ତା ନାହିଁ। ଯତ୍ନ ଏବଂ ପୋଷଣ, ଆମେ ନୂଆ ଗଛ ଲଗାଇବା ସହ ସେଗୁଡ଼ିକୁ ଠିକ୍ ଭାବରେ ବଢ଼ିବା ପାଇଁ ନିୟମିତ ପାଣି ଓ ଖତ, ସାର ଦେଇଥାଉ। 3. ବୀଜ ବପନ ଓ ବିସ୍ତାର, ମଣିଷ ନିଜର ଆବଶ୍ୟକତା ପାଇଁ ଚାଷ କରି ବିଭିନ୍ନ ପ୍ରକାରର ଫସଲ ଉତ୍ପାଦନ କରେ, ଯାହାଦ୍ୱାରା ଉଦ୍ଭିଦମାନଙ୍କର ବଂଶ ବିସ୍ତାର ହୋଇଥାଏ। ଏହାଛଡ଼ା ଗଛଗୁଡ଼ିକୁ ପଶୁମାନଙ୍କ ଦ୍ୱାରା ନଷ୍ଟ ହେବାରୁ ବଞ୍ଚାଇବା ପାଇଁ ଆମେ ବାଡ଼ ଘେରାଇ ଥାଉ। ପ୍ରାଣୀମାନେ କିପରି ଆମ ଉପରେ ନିର୍ଭର କରନ୍ତି? ଖାଦ୍ୟ ଓ ଆଶ୍ରୟ। ଗୃହପାଳିତ ପ୍ରାଣୀମାନେ ଯେପରି ଗାଈ, ଛେଳି, କୁକୁର, ବିଲେଇ ଇତ୍ୟାଦି ସେମାନଙ୍କର ପ୍ରତିଦିନ ଖାଦ୍ୟ, ପିଇବା ପାଇଁ ପାଣି ଏବଂ ଖରା, ବର୍ଷାରୁ ରକ୍ଷା ପାଇବା ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳୀ ଯଥା ଗୁହାଳ, ଖିଆଡ଼ ଇତ୍ୟାଦି ସମ୍ପୂର୍ଣ୍ଣ ଭାବରେ ଆମ ଉପରେ ନିର୍ଭର କରନ୍ତି। ଚିକିତ୍ସା ସେବା, ପ୍ରାଣୀମାନେ ରୋଗାକ୍ରାନ୍ତ ହେଲେ ବା ଆହତ ହେଲେ
ଆମେ ସେମାନଙ୍କୁ ପଶୁ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଇ ଔଷଧ କରିଥାଉ, ଔଷଧ ଦେଇ ସୁସ୍ଥ କରିଥାଉ। ବନ୍ୟଜନ୍ତୁ ସଂରକ୍ଷଣ, ଜଙ୍ଗଲରେ ରହୁଥିବା ବନ୍ୟପ୍ରାଣୀମାନଙ୍କୁ ବିଲୁପ୍ତ ହେବାରୁ ଏବଂ ଶିକାରୀଙ୍କ କବଳରୁ ରକ୍ଷା କରିବା ପାଇଁ ମଣିଷ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନ ମାଧ୍ୟମରେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ। ତାପରେ 2 ନମ୍ବର ଲେଖ, ଉଦ୍ଭିଦ ପଶୁ ପକ୍ଷୀ କିମ୍ବା କୀଟପତଙ୍ଗଙ୍କ ନାମ ସହିତ ଏହି ବାକ୍ୟ ଗୁଡ଼ିକୁ ପୂର୍ଣ୍ଣ କର। ଏଠି ଲେଖାଯାଇଛି କ, ଉଦ୍ଭିଦ ପଶୁ ପକ୍ଷୀ କିମ୍ବା କୀଟପତଙ୍ଗ ନାମ ସହିତ ଏହି ବାକ୍ୟ ଗୁଡ଼ିକୁ ପୂରଣ କର। କ ନମ୍ବର ଲେଖା ହେଇଛି ମୁଁ ଡ୍ୟାସ୍ ଦେଖିବାକୁ ପସନ୍ଦ କରେ କାରଣ ଡ୍ୟାସ୍। ଏଠି ଆମେ ଲେଖିବା ଉତ୍ତରରେ ମୁଁ ମୟୂର ଦେଖିବାକୁ ପସନ୍ଦ କରେ କାରଣ ଏହା ଦେଖିବାକୁ ବହୁତ ସୁନ୍ଦର ଓ ନାଚେ। ତାପରେ ଖ, ଡ୍ୟାସ୍ ମୋତେ ହସାଇ ଦିଏ କାରଣ ମାଙ୍କଡ଼ ମୋତେ ହସାଇ ଦିଏ। ମାଙ୍କଡ଼ ମୋତେ ହସାଇ ଦିଏ। ଲେଖିବା ମାଙ୍କଡ଼ ମୋତେ ହସାଇ ଦିଏ କାରଣ ସେ ଏପଟେ ସେପଟେ ଡିଆଁ ମାରେ। କାରଣ ସେ ଏପଟେ ସେପଟେ ଡିଆଁ ମାରେ। ଏପଟେ ସେପଟେ ଡିଆଁ ମାରେ। ଡିଆଁ ମାରେ। ତାପରେ ଦେଖିବା ମୋର ବନ୍ଧୁ ଡ୍ୟାସ୍ ପସନ୍ଦ କରେ କାରଣ ମୋର ବନ୍ଧୁ କୁକୁରକୁ ପସନ୍ଦ କରେ। କୁକୁରକୁ ପସନ୍ଦ କରେ କାରଣ ଏହା ଘର ଜଗେ। କାରଣ ଏହା ଘର ଜଗେ। ଘର ଜଗେ ଓ ବିଶ୍ୱାସୀ ଅଟେ। ଓ ବିଶ୍ୱାସୀ ଅଟେ। ତାପରେ ଘ, ମୁଁ ଡ୍ୟାସ୍ର ଯତ୍ନ ନେବାକୁ ଚାହେଁ। ମୁଁ ଗାଈର ଯତ୍ନ ନେବାକୁ ଚାହେଁ। ଲେଖିବା ମୁଁ ଗାଈର ଯତ୍ନ ନେବାକୁ ଚାହେଁ କାରଣ ସେ ଆମକୁ କ୍ଷୀର ଦିଏ। କାରଣ ସେ ଆମକୁ କ୍ଷୀର ଦିଏ। ତାପରେ 1 ନମ୍ବର, ଉପରେ ଲେଖିଥିବା ପଶୁ ପକ୍ଷୀ କୀଟପତଙ୍ଗ ଉଦ୍ଭିଦମାନଙ୍କ ମଧ୍ୟରୁ କେଉଁଟି ତୁମକୁ ପ୍ରିୟ? ଲେଖିବା ଉତ୍ତର ଲେଖିବା କୁକୁର କିମ୍ବା ପିଲା ନିଜ ଇଚ୍ଛା ମୁତାବକ ଲେଖିବେ। ଏଠି ତୁମକୁ କେଉଁଟି ଭଲ ଲାଗେ ତୁମେ ତାହାକୁ ଲେଖିବ। 6 ନମ୍ବର, ତୁମେ ଏହାକୁ କାହିଁକି ପସନ୍ଦ କର? କାରଣ ସେ ମୋ ସହିତ ଖେଳେ। ତମର ଯଦି କୌଣସି କାରଣ ଥିବ ତାକୁ ମଧ୍ୟ ଲେଖିପାରିବ। 6, ତୁମେ ଦେଖିଥିବା କିମ୍ବା ଶୁଣିଥିବା ସମସ୍ତ ପଶୁ ପକ୍ଷୀ କୀଟପତଙ୍ଗର ନାମକୁ ଛୋଟରୁ ବଡ଼ କ୍ରମରେ ସଜାଇ ଲେଖ। ତୁମେ ଦେଖିଥିବା କିମ୍ବା ଶୁଣିଥିବା ସମସ୍ତ ପଶୁ ପକ୍ଷୀଙ୍କୁ ଛୋଟରୁ ବଡ଼କୁ ଲେଖିବା। ଦେଖିବା ପ୍ରଥମେ ଆମେ କ'ଣ ଲେଖିବା? ପିମ୍ପୁଡ଼ି। ଛୋଟରୁ ବଡ଼ ଲେଖିବା ପିମ୍ପୁଡ଼ି, ମାଛି, ଝିଟିପିଟି, ଘରଚଟିଆ, ତାପରେ ଆସିଲା ବିଲେଇ, କୁକୁର, ଗାଈ। ଏଭଳି ଆମେ ଲେଖିଦେଇ ପାରିବା। ତାପରେ 3 ନମ୍ବର,
ଆସ ଚିତ୍ର କରିବା। ପଶୁ ପକ୍ଷୀ କୀଟପତଙ୍ଗ ମାନଙ୍କର ନାମ ଲେଖି ଚିତ୍ର ଅଙ୍କନ କର, ଯାହାର 2ଟି ଗୋଡ଼, 2ଟି ଗୋଡ଼, 4ଟି ଗୋଡ଼, 6ଟି ଗୋଡ଼, 8ଟି ଗୋଡ଼। ଏଥିରୁ ଆମେ ଚିତ୍ର କରିବା। 2ଟି ଗୋଡ଼ କାର ଅଛି? ଗୋଟେ ପକ୍ଷୀର। କେଉଁ ପକ୍ଷୀ? ପାରା କିମ୍ବା ବଗ, କାଉ ଲେଖିଦେବା। 2ଟି ପକ୍ଷୀ, 2ଟି ଗୋଡ଼। କାର କାର 2ଟି ଗୋଡ଼? 2ଟି ଥିବା ଗୋଡ଼, 2ଟି ଗୋଡ଼, 2ଟି ଗୋଡ଼। ମଣିଷ, ପକ୍ଷୀ, ମଣିଷ, ପକ୍ଷୀ, ମଣିଷ, ପକ୍ଷୀ, 2ଟି ଗୋଡ଼। ତାପରେ 4ଟି ଗୋଡ଼, 4ଟି ଗୋଡ଼। କାର? ଗାଈ, କୁକୁର, ଛେଳି, କୁକୁର, ଛେଳି, ମେଣ୍ଢା ଇତ୍ୟାଦି। ତାପରେ 6ଟି ଗୋଡ଼, 6ଟି ଗୋଡ଼ କାର? 6ଟି ଗୋଡ଼ ପ୍ରଜାପତି, 6ଟି ଗୋଡ଼ ହେଉଛି ପ୍ରଜାପତି, ପ୍ରଜାପତି, ଜନ୍ଦା, ଭଁଅର, ଭଁଅର ଇତ୍ୟାଦି। ତାପରେ ଆସିଲା 8ଟି ଗୋଡ଼, 8ଟି ଗୋଡ଼ କାର? 8ଟି ଗୋଡ଼ ହେଉଛି ଟିଙ୍କ, ଉକୁଣି, ଟିଙ୍କ, ଉକୁଣି, କଙ୍କଡ଼ା, ସେମାନଙ୍କର 8ଟି ଗୋଡ଼। ତାପରେ ଦେଖିବା ବର୍ତ୍ତମାନ ଏହି ପାଠର ଅଭ୍ୟାସ ପ୍ରଶ୍ନୋତ୍ତର କାର୍ଯ୍ୟ ଶେଷ ହୋଇଛି। ପରବର୍ତ୍ତୀ କାଳାଂଶରେ ପୁଣି ଏକ ଅଧ୍ୟାୟରେ ସାକ୍ଷାତ ହେବା। ବର୍ତ୍ତମାନ ପାଇଁ ବିଦାୟ ନେଉଛି।